ବନ୍ଧୁଗଣ କୁହାଯାଏ ଯେ କିଛି ଲୋକ 25 ବର୍ଷ ବୟସରେ ବଞ୍ଚିବା ଛାଡ଼ି ଦିଅନ୍ତି ଏବଂ 75 ବର୍ଷ ବୟସରେ ମରିଯାଆନ୍ତି। ଏହାର ଅର୍ଥ ହେଉଛି ସେ ଜୀବିତ ଅଛନ୍ତି କିନ୍ତୁ ସେ ପ୍ରକୃତ ଅର୍ଥରେ ତାଙ୍କ ଜୀବନ ବଞ୍ଚୁନାହାନ୍ତି। କାରଣ ଏପରି ଲୋକମାନେ ପ୍ରାୟତଃ ସେମାନେ ଏପରି ଏକ ଚାକିରି ବାଛନ୍ତି ଯାହାକୁ ସେମାନେ ଆଦୌ ପସନ୍ଦ କରନ୍ତି ନାହିଁ ଏବଂ ତାପରେ ସେହି ଚାକିରି ସେମାନଙ୍କ ପାଇଁ ବାଧ୍ୟବାଧକତା ହୋଇଯାଏ। କାରଣ ସେହି ଚାକିରିରୁ ରୋଜଗାର କରିଥିବା ଟଙ୍କାରେ ସେମାନଙ୍କର ନିଜ ଏବଂ ନିଜ ପରିବାର ପେଟ ପୋଷନ୍ତି। ଏପରି ଲୋକଙ୍କୁ ସେମାନଙ୍କ କାମ ଆଦୌ ପସନ୍ଦ ଆସିନଥାଏ, ତଥାପି ସେମାନେ ସବୁବେଳେ ସେହି କାମ କରି ଚାଲିଥାନ୍ତି, ଯାହାର ଅର୍ଥ ହେଉଛି ସେମାନେ ସର୍ବଦା ରେଡ୍ ରେସ୍ରେ ଫସି ରହନ୍ତି ଏବଂ ଜୀବନ ସାରା ଏହି ରେଡ୍ ରେସ୍ରୁ ବାହାରି ପାରନ୍ତି ନାହିଁ। ବହୁତ ଲୋକ ଅଛନ୍ତି ସେମାନେ ପ୍ରତିଦିନ ଭାବନ୍ତି ଯେ ସେମାନେ ଚାକିରି ଛାଡ଼ି ନିଜର ବିଜନେସ୍ ଆରମ୍ଭ କରିବେ। ଏଥିରୁ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ବ୍ୟବସାୟ ଆରମ୍ଭ କରନ୍ତି ଏବଂ ସେମାନଙ୍କର ବ୍ୟବସାୟ ସୁରୁଖୁରୁରେ ଚାଲିଥାଏ। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ବିଜନେସ୍ ସହିତ ନିଜ ପରିବାର ଚଳାଇବା କଷ୍ଟକର। କାରଣ ବନ୍ଧୁଗଣ, ପିଲାଦିନରୁ ଆମକୁ ଏହା ଶିକ୍ଷା ଦିଆଯାଏ। ଏହାର ଅର୍ଥ ହେଉଛି ଭଲ ଭାବରେ ପାଠ ପଢ଼, ଭଲ ନମ୍ବର ରଖ, ଯାହା ଦ୍ୱାରା ତୁମେ ଏକ ଭଲ ଚାକିରି ପାଇପାରିବ। ତାପରେ ଆମର ସମଗ୍ର ଜୀବନ ସେହି ଅନୁସାରେ ବଞ୍ଚିବା ଆରମ୍ଭ କରୁ ଏବଂ ଆମର ସମଗ୍ର ଜୀବନ କେବଳ ଦରମା ଉପରେ ନିର୍ଭର କରେ। ଆମେ ସାରା ମାସ ଏବଂ ଦିନରାତି ଦରମା ପାଇଁ ଅପେକ୍ଷା କରୁ। ଆମେ ଏଥିପାଇଁ କଠିନ ପରିଶ୍ରମ କରିଥାଉ, ଯାହା ଫଳରେ ଆର୍ଥିକ ସ୍ୱାଧୀନତା ହାସଲ କରିବା ପାଇଁ ଏକ ସ୍ୱପ୍ନ ହୋଇ ରହିଯାଏ। ବନ୍ଧୁଗଣ, ଏହି ଦୁନିଆରେ ତିନି ପ୍ରକାର ଲୋକ ଅଛନ୍ତି। ପ୍ରଥମ ପାର୍ଶ୍ୱରେ ୱାର୍କର ମାନେ ଅଛନ୍ତି। ଏମାନେ ହେଉଛନ୍ତି ଏହି ଲୋକମାନେ ଯେଉଁମାନେ ଯଥାସମ୍ଭବ ରୋଜଗାର କରନ୍ତି। ସେମାନଙ୍କ ମତରେ ଜୀବନ କେବଳ 2-4 ଦିନ ପାଇଁ, ତେଣୁ ତୁମକୁ ଯାହା କରିବାକୁ ପଡ଼ିବ ଏବେ କର, କାଲିର କୌଣସି ଗ୍ୟାରେଣ୍ଟି ନାହିଁ ଏବଂ ଏପରି ଲୋକଙ୍କର ନିଜ ଟଙ୍କା ଉପରେ କୌଣସି ନିୟନ୍ତ୍ରଣ ନାହିଁ, କାରଣ ଦରମା ସେମାନଙ୍କ ଆକାଉଣ୍ଟରେ ଜମା ହେବା ମାତ୍ରେ ସେମାନେ ସେମାନଙ୍କର ସମସ୍ତ ଟଙ୍କା ହରାଇ ଦିଅନ୍ତି। ଦ୍ୱିତୀୟ ହେଉଛନ୍ତି ଧୀରେ ଚାଲିବା ଲୋକମାନେ। ଏହି ଲୋକମାନେ ମିଡିଲ କ୍ଲାସ ଲୋକଙ୍କ ପରି। ସେମାନେ ନିଜର ସମୟ ବିକ୍ରୟ କରି ଟଙ୍କା ରୋଜଗାର କରନ୍ତି, କିନ୍ତୁ ଅତି କମରେ ସେହି ଲୋକମାନେ ନିଜ ଭବିଷ୍ୟତ ଚିନ୍ତା କରିଥାନ୍ତି ଏବଂ ତାଙ୍କ ବୃଦ୍ଧା ଅବସ୍ଥା ଯାହା ତୁମେ ସେମାନଙ୍କ ନାମରୁ ଅନୁମାନ କରିପାରୁଥିବ। ବନ୍ଧୁଗଣ, ଏହି ଲୋକମାନେ ଧନୀ ହେବା ପାଇଁ 60 ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି। ସେମାନେ ସ୍ୱାଧୀନତା ବିଷୟରେ ଶୁଣି ନାହାନ୍ତି ଏବଂ ଏହି ଲୋକମାନେ ବିପଦ ନେବାକୁ ବିଶ୍ୱାସ କରନ୍ତି ନାହିଁ। ସେମାନେ ଟଙ୍କା ସଞ୍ଚୟ କରନ୍ତି ଯାହା ଦ୍ୱାରା ସେମାନେ 55ରୁ 60 ବର୍ଷ ବୟସରେ ଉପଭୋଗ କରିପାରିବେ। ଏବେ ତୃତୀୟ ପ୍ରକାର ଲୋକମାନେ ହେଉଛନ୍ତି ଯେଉଁମାନେ ଫାର୍ଷ୍ଟ ଲାଇନର ବନ୍ଧୁ। ଏହି ଲୋକମାନେ ରିଟାୟାରମେଣ୍ଟ ନିଅନ୍ତି। ସେମାନେ ଧନୀ ହେବା ପାଇଁ 60 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ନାହିଁ, ବରଂ ଏହି ଲୋକମାନେ ଏପରି ବ୍ୟବସ୍ଥା ସୃଷ୍ଟି କରନ୍ତି ଯାହା ଦ୍ୱାରା ସେମାନେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନରେ ମୂଲ୍ୟ ଯୋଡ଼ି ପାରିବେ ଏବଂ ଏହିପରି ଶୀଘ୍ର ଟଙ୍କା ରୋଜଗାର କରି ସେମାନେ ଧନୀ ହୋଇଥାନ୍ତି ଏବଂ ଯୁବ ବୟସରେ ରିଟାୟାରମେଣ୍ଟ ନେଇ ନିଜ ଜୀବନ ଉପଭୋଗ କରନ୍ତି। ଏବେ ଯଦି ଆମେ ଦେଖିବା, ସମସ୍ତେ ନିଜ ଜୀବନରେ ଆଗକୁ ବଢ଼ିବାକୁ ଚାହାନ୍ତି, କିନ୍ତୁ ଯେତେବେଳେ ନିଜ ବ୍ୟବସାୟ ଆରମ୍ଭ କରିବା କଥା ଆସେ ସେତେବେଳେ ଏହି ଲୋକମାନେ ଚିନ୍ତା କରି ଚାଲିଥାନ୍ତି ସେହି ଦିନ ସେମାନେ ନିଶ୍ଚିତ ଭାବରେ ନିଜର ବ୍ୟବସାୟ ଆରମ୍ଭ କରିବେ ଏବଂ ସେହି ଦିନ ସେହି ଲୋକମାନଙ୍କ ପାଇଁ କେବେ ଆସେ ନାହିଁ। ସେମାନେ କେବଳ ଚିନ୍ତା କରି ଚାଲିଥାନ୍ତି। ସେଥିପାଇଁ ସେମାନେ ନା ରେଡ୍ ରେସ୍ରୁ ବାହାରି ପାରନ୍ତି ନା ଆର୍ଥିକ ସ୍ୱାଧୀନତା ହାସଲ କରିପାରନ୍ତି, କିନ୍ତୁ ସେମାନେ ଜାଣିନାହାନ୍ତି କିପରି ଲକ୍ଷ୍ୟ ସ୍ଥିର କରିବେ ଏବଂ ସେଗୁଡ଼ିକ କିପରି ହାସଲ କରିବେ। ତେଣୁ ବନ୍ଧୁଗଣ, ଯଦି ଆପଣ ଏହି ବ୍ୟସ୍ତବହୁଳତାରୁ ବାହାରି ଆର୍ଥିକ ସ୍ୱାଧୀନତା ହାସଲ କରିବାକୁ ଚାହୁଁଛନ୍ତି, ଏଥିପାଇଁ ପ୍ରଥମେ ଆପଣଙ୍କୁ ଆଗାମୀ 10 ବର୍ଷ ପାଇଁ ଆପଣଙ୍କର ଲକ୍ଷ୍ୟ ଲେଖିବାକୁ ପଡ଼ିବ। ତାପରେ ଆପଣ ଆଗାମୀ 5 ବର୍ଷ ପାଇଁ ସମସ୍ତ ଲକ୍ଷ୍ୟ ଲେଖିବାକୁ ପଡ଼ିବ ଏବଂ ଶେଷରେ ଆପଣଙ୍କୁ 6 ମାସରୁ 1 ବର୍ଷ ପର୍ଯ୍ୟନ୍ତ ସମସ୍ତ ଲକ୍ଷ୍ୟ ଲେଖିବାକୁ ପଡ଼ିବ ଏବଂ ତାପରେ ସମସ୍ତ ଲକ୍ଷ୍ୟ ହାସଲ କରିବା ପାଇଁ ଆପଣଙ୍କୁ ସେହି ଅନୁସାରେ ପଦକ୍ଷେପ ନେବାକୁ ପଡ଼ିବ। ତେବେ ହିଁ ଆପଣ ଏହି ଲକ୍ଷ୍ୟଗୁଡ଼ିକ ହାସଲ କରିପାରିବେ ଏବଂ ଏହି ଭାବରେ ଆପଣ ରେଡ୍ ରେସ୍ରୁ ବାହାରି ପାରିବେ। ବନ୍ଧୁଗଣ, ମୁଁ ଆଶା କରିଛି ଆଜିର ଭିଡ଼ିଓରୁ ଆପଣମାନେ କିଛି ଶିଖିଥିବେ। ଯଦି ଆପଣଙ୍କୁ ଭିଡ଼ିଓ ପସନ୍ଦ ଆସିଥାଏ ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଏପରି ଅଧିକ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଏବେ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଆମର ଆଗାମୀ ଭିଡ଼ିଓର ସୂଚନା ପ୍ରଥମେ ମିଳିବ।